ଏଇଠି ସାନୁ ଏଥରକ ପୁଅ ଜନ୍ମଦିନରେ ଗୋଟେ ଭୋଜି ଭାତର ଆୟୋଜନ କର। ବାକି ପକ୍ଷୀ ମାନଙ୍କୁ ବି ତ ଜଣା ପଡିବା ଦରକାର ଆମେ କାଉ ମାନେ କେତେ ଧନୀ। ହଁ ହଁ ରାନୁ, କଥା ତ ଏକଦମ ଠିକ। ହେଲେ ତମେ କଣ ସତରେ ଜଙ୍ଗଲର ପକ୍ଷୀ ମାନଙ୍କୁ ଭୋଜି ଭାତ ଦବାକୁ ଚାହୁଁଛ? ନାଇଁ ମୋ ସାନୁ, ମୁଁ ତ ମନରୁ ଜମା ବି ଚାହୁଁନି। ହେଲେ କଣ କରିବା, ନିଜକୁ ଧନୀ ଦେଖେଇବାକୁ ଏସବୁ ତ କରିବାକୁ ପଡିବ ନା। ହଉ ହଉ ଠିକ ଅଛି, ତାହେଲେ ବଜାରରୁ ମିଠା ମିଠି ଅନ୍ୟ ସବୁ ଜିନିଷ ସବୁ କିଣିବାକୁ ପଡିବ। ହଉ ହଉ ସାନୁ ଠିକ ଅଛି, ଚାଲ ଘରୁ ପଇସା ନେଇକି ଆଜି ସବୁ ଜିନିଷ ପତ୍ର କିଣି ଆଣିବା। ତାପରେ ସାନୁ କାଉ ଆଉ ରାନୁ କାଉ ଘରକୁ ଗଲେ। ରାନୁ କାଉ ତା ସିନ୍ଦୁକରୁ କିଛି ଟଙ୍କା କାଢିଲା। ସେତିକି ବେଳେ ଜଗୁ କାଉ ତା ମା କୁ ପଚାରିଲା, ମାମା ମାମା ତମେ କୁଆଡେ ଯାଉଛ? ହଁ ଲୋ ପୁଅ ଜଗୁ, ବଜାର ଯାଉଛି। ତୋ ଜନ୍ମଦିନ ପାଇଁ ବା ଗୋଟେ ବଡ ପାର୍ଟି ରଖିଛି, ବହୁତ ଭୋଜି ଭାତ କରିବି। ସେଇଥିପାଇଁ ଜିନିଷ ପତ୍ର ସବୁ କିଣିବାକୁ ଯାଉଛି। ମା ବାପାଙ୍କର ଜନ୍ମଦିନ ପାଳନ କଥା ଶୁଣି ଜଗୁ କାଉ ଭାରି ଖୁସି ହେଲା। ଆଉ ତା ସାଙ୍ଗମାନଙ୍କୁ କହିବା ପାଇଁ ବାହାରକୁ ଉଡି ଚାଲିଗଲା। ଛୋଟ ଚିଣ୍ଟୁ, ତମେ ମାନେ ସବୁ ଜାଣିଛ ମୋ ଜନ୍ମଦିନରେ ଗୋଟେ ବଡ ଭୋଜି ଭାତ ହବ। ମମ୍ମୀ ବାବା ସେଇଥିପାଇଁ ବଜାରକୁ ଜିନିଷ ପତ୍ର କିଣିବାକୁ ଗଲେଣି। ଆରେ ବାଃ ଜଗୁ, ସତରେ? ତାହେଲେ ତୋ ଜନ୍ମଦିନରେ ତ ବଡ ମଜା ଆସିଯିବ। ସବୁ ସାଙ୍ଗମାନେ ମିଶି ବହୁତ ମସ୍ତି କରିବା। ଜଗୁ ଭାଇ ତୋ ମାମା କଣ ତମ ଭୋଜି ଭାତରେ ଆମକୁ ବି ଡାକିବ? ହଁ ଛପା, ହଁ। ମମ୍ମୀ ବାବା ମୋ ଜନ୍ମଦିନରେ ଗୋଟେ ବଡ ପାର୍ଟି ରଖୁଛନ୍ତି, ତମେ ମାନେ ସମସ୍ତେ ଆସିବ। ଆଉ ଜାଣିଛୁ ସେମାନେ ଜଙ୍ଗଲର ସବୁ ପକ୍ଷୀଙ୍କୁ ନିମନ୍ତ୍ରଣ କରିବେ। ତମେ ମାନେ ସବୁ ନୂଆ ନୂଆ ଡ୍ରେସ ପିନ୍ଧିକି ଆସିବ ହେଲା। ହଉ ହଉ ଜଗୁ, ଠିକ ଅଛି। ମୁଁ ଆଜି ଘରକୁ ଗଲେ ମୋ ବାପା ମାମାକୁ କହିକି ମୋ ପାଇଁ ଗୋଟେ ନୂଆ ଡ୍ରେସ ନେଇ ଆସିବି। ସେଇ ଡ୍ରେସଟା ନେ ତା ଜନ୍ମଦିନରେ ହିଁ ମୁଁ ପିନ୍ଧିକି ଯିବି। ମୋ ପାଖରେ ତ ନୂଆ ଡ୍ରେସ ଅଛି, ସେଇଟାକୁ ହିଁ ମୁଁ ପିନ୍ଧିକି ଯିବି। ହେଲେ ଲୁଲୁ, ତୁ କୋଉଟା ପିନ୍ଧିବୁ? ଚିଣ୍ଟୁ, ଆମ ପାଖରେ କିନ୍ତୁ ନୂଆ ଡ୍ରେସ ନାହିଁ। ହେଲେ ଏବେ ଯାଉଛି ଘରକୁ, ମୋ ମାମାକୁ କହିକି ଆଜି ହିଁ ମୋ ପାଇଁ ନୂଆ ଡ୍ରେସ ନେଇ ଆସିବି। ତାପରେ ସବୁ ଛୋଟ ପକ୍ଷୀ ସେଇଠୁ ଉଡି ନିଜ ନିଜ ଘରକୁ ଚାଲିଗଲେ। ଚଢେଇର ଦି ଛୁଆ ଯାଇ ଚଢେଇକୁ କହିଲେ, ମାମା ଜାଣିଛ ଜଗୁର ଜନ୍ମଦିନ ପାର୍ଟି ହଉଛି। ସାଙ୍ଗମାନେ ସମସ୍ତେ ନୂଆ ଡ୍ରେସ ପିନ୍ଧିକି ଯିବେ। ତମେ ବି ଆମ ମାନଙ୍କ ପାଇଁ ନୂଆ ଡ୍ରେସ କିଣି ନେଇ ଆସିଲ। ଲୁଲୁ ଭାଇ, ତୁ ତୋ ପାଇଁ ନୂଆ ଡ୍ରେସ ନେଇ ଆ ହେଲା। ମୋ ପାଖରେ ନୂଆ ଡ୍ରେସ ଅଛି, ମୁଁ ତାକୁ ଭଲକି ସଫା କରି ଆଇରନ ଦେଇକି ରଖିଛି। ମୁଁ ସେଇଟା ହିଁ ପିନ୍ଧିକି ଯିବି। ମାମା, ମୁଁ କିନ୍ତୁ ପୁରୁଣା ଡ୍ରେସ ଜମା ପିନ୍ଧିବିନି, ମତେ ନୂଆ ଡ୍ରେସ ହିଁ ଦରକାର। ଆରେ ପିଲାମାନେ, ତମେ ମାନେ କଣ ପାଇଁ ବ୍ୟସ୍ତ ହଉଛ? ବହୁତ ଦିନ ହବ ତମ ମାନଙ୍କ ପାଇଁ ନୂଆ ଡ୍ରେସ ବି ମୁଁ କରିନି। ସମସ୍ତଙ୍କ ପାଇଁ ନୂଆ ଡ୍ରେସ ଆସିବ। ମା ଚଢେଇର କଥା ଶୁଣି ପିଲାମାନେ ବହୁତ ଖୁସି ହେଲେ। ତାପରେ ମା ଚଢେଇ ବଣିଆ ଦୋକାନରେ ଯାଇ ପହଞ୍ଚିଲା। ଦୋକାନୀ ଭାଇ, ହେଇ ନିଅ ମୋର ଏ ସୁନାହାରଟା। ଆକୁ ବନ୍ଧା ରଖିକି ମତେ 2000 ଟଙ୍କା ଦିଅ। ହଁ ହଁ ଚଢେଇ ରାଣୀ, ମୁଁ ଏବେ ଦଉଛି। ହେଲେ ତମକୁ ଆଜି ଏମିତି ହଠାତ୍ କଣ ପାଇଁ ପଇସା ଦରକାର ପଡିଲା? ଏତେ ଅର୍ଜେଣ୍ଟ ଦରକାର ପଡିଲା ଯାହାକି ସୁନାହାର ବି ବନ୍ଧ ରଖି ପଇସା ନେଇଯାଉଛ? ନାଇଁ ଦୋକାନୀ ଭାଇ, କଥା କଣ କି ମୁଁ ବହୁତ ଦିନ ହେଲାଣି ମୋ ଛୁଆ ମାନଙ୍କ ପାଇଁ ନୂଆ ଡ୍ରେସ ହଳେ କରିପାରିନି। ଯଦି ଗୋଟେ ଛୁଆ ଜିଦି କରୁଛି ଡ୍ରେସ ପାଇଁ, ଅନ୍ୟ ଛୁଆ ଡ୍ରେସ ପାଇଁ ମନା କରିଦଉଛି। ସେଥିପାଇଁ ମୁଁ ଆଜି ଭାବିଲି ମୁଁ ଆଜି ସମସ୍ତଙ୍କ ପାଇଁ ନୂଆ ଡ୍ରେସ କିଣିବି। ଠିକ ଅଛି ଚଢେଇ ଭଉଣୀ, ନିଅ ଏ ପଇସା ନିଅ। ତମ ଛୁଆ ମାନଙ୍କ ପାଇଁ ନୂଆ ଡ୍ରେସ କିଣିବାକୁ ନଉଛ ତ ଏତେ ଜଲ୍ଦି ନାହିଁ, ଯେତେବେଳେ ପଇସା ଫେରେଇଲେ ବି ଚଳିବ। ତାପରେ ଟିକି ଚଢେଇ ବଣିଆ ଠାରୁ ପଇସା ନେଲା ଆଉ ସବୁ ପିଲାମାନଙ୍କ ପାଇଁ ନୂଆ ଡ୍ରେସ କିଣିକି ନେଇକି ଘରକୁ ଗଲା। ପିଲାମାନେ ଡ୍ରେସ ଦେଖି ବହୁତ ଖୁସି ହେଲେ। ହେଇଟି ସାନୁ, ସବୁ ତ ରେଡି ହେଇଗଲାଣି, ହେଲେ ଖାଲି ପକ୍ଷୀ ମାନଙ୍କୁ ନିମନ୍ତ୍ରଣ କରିବା ବାକି ଅଛି। ହଁ ହଁ ଠିକ ଅଛି ରାନୁ, ମୁଁ ଏବେ ଯାଉଛି ସବୁ ପକ୍ଷୀଙ୍କୁ ନିମନ୍ତ୍ରଣ ଦେଇ ଆସିବି। ଯଦି ନିମନ୍ତ୍ରଣ ନଦବା ତାହେଲେ ଭୋଜି ଭାତ କରି କଣ ଫାଇଦା? ହଉ ହଉ ଠିକ ଅଛି, ଏଇଠି ଅପେକ୍ଷା କର। ମୁଁ ଯାଉଛି ପକ୍ଷୀ ମାନଙ୍କର ଲିଷ୍ଟ ତିଆରି କରିଦେବି। ଯୋଉ ଯୋଉ ପକ୍ଷୀ ମାନଙ୍କର ନାଁ ଲେଖିବି ସେଇ ପକ୍ଷୀ ମାନଙ୍କୁ ହିଁ ନିମନ୍ତ୍ରଣ କରିବ। ତାପରେ ରାନୁ କାଉ ତିଆରି କରିଥିବା ଲିଷ୍ଟ ଅନୁଯାୟୀ ସାନୁ କାଉ ଯାଇ ସବୁ ପକ୍ଷୀ ମାନଙ୍କ ଘରେ ନିମନ୍ତ୍ରଣ କରିଦେଲା। ସାନୁ, ହଉ ଠିକ ଅଛି, କାଲି ଆମେ ଆଉ ରୋଷେଇବାସ କରିବୁନୁ। ଚାନ୍ଦିନୀକୁ ନେଇ ମୁଁ ତମ ଘରେ ଯାଇ ପହଞ୍ଚିବି। ଆରେ ଇଏ କଣ? ରାନୁ ତ ସବୁ ପକ୍ଷୀ ମାନଙ୍କ ନାଁ ଏ ଲିଷ୍ଟରେ ଲେଖିଛି, ହେଲେ ଟିକି ଚଢେଇର ନାଁ କାଇଁ ଲେଖା ହେଇନି? ଏକଥା ଯାଇ ମୁଁ ରାନୁ କାଉକୁ ପଚାରିକି ଆସେ। ତାପରେ ସାନୁ କାଉ ତା ଘରକୁ ଚାଲିଗଲା ଆଉ ରାନୁ କାଉକୁ ପଚାରିଲା, ଆଲେ ସାନୁ, ମୁଁ କୋଉ ଟିକି ଚଢେଇକି ଭୁଲିନି ମ, ଖାଲି ଲିଷ୍ଟରେ ତ ନାଁ ହିଁ ଲେଖିନି। କାହିଁକି, କଣ ହେଲା କି? ତୁ କଣ ପାଇଁ ଚଢେଇର ନାଁ ଲେଖିନୁ? ଆରେ ସାନୁ, ତମେ କଣ ଜାଣିପାରୁନ? ଚଢେଇର 5ଟା ଛୁଆ ହେଲେଣି। ସବୁ ଛୁଆ ଆସି କେକ୍ ମିଠା ସବୁ ଖାଇଯିବେ, ସେଇଥିପାଇଁ ନାଁ ଲେଖିନି। ଆରେ ରାନୁ, ଇଏ କି କଥା କହିଲ? ତାର 5ଟା ଛୁଆ ବୋଲି ଆମେ ଆମ ପଡୋଶୀକୁ ନିମନ୍ତ୍ରଣ କରିବାନି? ପଛରେ ଯେତେବେଳେ ସିଏ ଜାଣିବ କଥାଟା କେତେ ଖରାପ ହବ କହିଲ? ଯିଏ ଖରାପ ହବ କି ଭଲ ଭାବୁ, ମୋର କଣ ଗଲା? ମୁଁ ଚଢେଇର ନାଁ ଲେଖିବିନି, ଆଉ ତାକୁ ନିମନ୍ତ୍ରଣ ବି ହବନି। ସାନୁ କାଉ ରାନୁ କାଉ କଥା ଶୁଣି ଚୁପ ହେଇଗଲା ଆଉ ଅନ୍ୟ କାମରେ ବ୍ୟସ୍ତ ରହିଗଲା। ମାମା ଏ ପର୍ଯ୍ୟନ୍ତ ସାନୁ ଅଙ୍କଲ କାହିଁକି ଆସି ନିମନ୍ତ୍ରଣ କଲେନି? ରାତି ତ ଏବେ ହେଇଗଲାଣି।
ଆରେ ଲୁଲୁ ତୁ କାଇଁ ବ୍ୟସ୍ତ ହଉଛୁ? ହେଇଥିବ ସାନୁ ଅଙ୍କଲ ଭୁଲି ଯାଇଥିବେ। ଦେଖିବୁ କାଲି ସକାଳେ ଆସି ସେ ନିଶ୍ଚୟ ନିମନ୍ତ୍ରଣ ଦେଇଯିବେ। ହେଲେ ମାମା ଛୋଟୁ ଆଉ ଚିଣ୍ଟୁ କହୁଥିଲେ ତାଙ୍କ ଘରେ ତ ଆଜି ନିମନ୍ତ୍ରଣ ହେଇଛି। ଲୁଲୁର କଥା ଶୁଣି ଟିକି ଚଢେଇ ଟିକେ ଚିନ୍ତାରେ ପଡିଗଲା। ଆରେ ହଁ ଲୁଲୁ ତ ଠିକ କଥା କହୁଛି। ହେଲେ ଏମିତି କଣ ହେଲା ଯେ ସାନୁ ଭାଇ ମତେ ଭୁଲିଗଲେ ନିମନ୍ତ୍ରଣ ଦବା ପାଇଁ? ପିଲାମାନେ ବିଚାରା ବାର୍ଥଡେ ପାର୍ଟିରେ ଯିବେ ବୋଲି କେତେ ଖୁସି ଅଛନ୍ତି। ମାମା ସାନୁ ଅଙ୍କଲ କାଲି ସକାଳେ ବୋଧେ ଆମ ଘରେ ବି ନିମନ୍ତ୍ରଣ ଦେବାକୁ ଆସିବେନି। ଲୁଲୁ କଥାର ଜବାବ ଟିକି ଚଢେଇ ପାଖରେ କିଛି ବି ନଥିଲା। ତା ପରଦିନ ସକାଳରୁ ରାତି ହେଇଗଲା, ହେଲେ ସାନୁ କାଉର କୌଣସି ନିମନ୍ତ୍ରଣ ଆସି ଟିକି ଚଢେଇ ଘରେ ପହଞ୍ଚିଲାନି। ପିଲାମାନେ ନିମନ୍ତ୍ରଣ ଆସିବାର ବହୁତ ଅପେକ୍ଷାରେ ଥିଲେ, ହେଲେ ସାନୁ କାଉର କୌଣସି ନିମନ୍ତ୍ରଣ ଆସିଲାନି। ଆରେ ପିଲାମାନେ ନିଅ ଏ ଖାଦ୍ୟ ଖାଇଦିଅ, ସାନୁ ଅଙ୍କଲ ଘର କୌଣସି ନିମନ୍ତ୍ରଣ ଆସିବାର ନାହିଁ। ହେଲେ ମାମା କଣ ପାଇଁ ନିମନ୍ତ୍ରଣ ଦେବେନି? ବୋଧେ ସେମାନେ ଚାହୁଁନଥିବେ ଆମେ ମାନେ ତାଙ୍କ ଘରକୁ ଯାଉ ବୋଲି, ସେଇଥିପାଇଁ ନିମନ୍ତ୍ରଣ ଦେଇନଥିବେ। ଏବେ କଥାବାର୍ତ୍ତା ବନ୍ଦ କର, ଏତିକି ଛଡା ମୁଁ ଆଉ କିଛି ବି କହିପାରିବିନି। ମୁଁ ଆଉ କିଛି ବି ଜାଣିନି, ତମେ ମାନେ ଜଲ୍ଦି ଏ ଖାଦ୍ୟ ଖାଇଦିଅ। ପିଲାମାନଙ୍କ ସହିତ ପାଟିତୁଣ୍ଡ କରି ଟିକି ଚଢେଇ ପିଲାମାନଙ୍କୁ ଖାଦ୍ୟ ଖୋଇଦେଲା। ଆଉ ଏପଟେ ଜଗୁର ଜନ୍ମଦିନ ପାଳନ କରିବା ପାଇଁ ଜଙ୍ଗଲର ସବୁ ପକ୍ଷୀ ସାନୁ କାଉ ଘରେ ଏକାଠି ହେଇଥିଲେ। ଆରେ ବାଃ ସାନୁ ବାଃ, ପାର୍ଟି ତ ବହୁତ ଭଲ ଆରେଞ୍ଜମେଣ୍ଟ ହେଇଛି, କୌଣସି ଜିନିଷର କମ ନାହିଁ। ପାଟିକାର ହଉଛି ଜଣା ଅଛି ତ କାଉ ମାନଙ୍କର। ଆମେ ହଉଛୁ ଧନୀ କାଉ ମାନେ, ଆମ ପାଟି ତ ଏମିତି ହିଁ ହବା ଦରକାର। ପଇସା ଖର୍ଚ୍ଚ ହେଇଛି, ବହୁତ ପଇସା ଖର୍ଚ୍ଚ ହେଇଛି। ଆରେ ହଁ ସାନୁ ସତରେ ପାର୍ଟି ଏକଦମ ମସ୍ତ ହେଇଛି। ଆଉ ଏତେ ବଡ କେକ୍ ମୋ ଜୀବନରେ ମୁଁ ବି ଦେଖିନଥିଲି। ସବୁ ପକ୍ଷୀ ମାନେ ବାର୍ଥଡେ ପାର୍ଟିକୁ ଏଞ୍ଜୟ କରୁଥିଲେ, ହେଲେ ଏପଟେ ମିଠୁ ଶୁଆ ଆଉ ବଣ୍ଟି ପାରା ଦି ଜଣ ଯାକ ଚଢେଇର ଅପେକ୍ଷାରେ ଥିଲେ। ଆରେ ମିଠୁ, ତୋର କଣ ଚଢେଇ ସହିତ ଦେଖା ହେଇଥିଲା କି? ସେ ପାର୍ଟିକୁ କେତେବେଳେ ଆସିବ ବୋଲି କହୁଥିଲା? ନାଇଁ ବଣ୍ଟି, ମୋର ତ ଚଢେଇ ସହିତ ସକାଳୁ ବି ଦେଖା ହେଇନି। ମୁଁ ତ ଘରୁ ସିଧା ପାର୍ଟିକୁ ଆସିଲି, ବାଟରେ ବି ମୋର ଦେଖା ହେଇନି। ମୁଁ କେମିତି ଜାଣିବି ସେ କେତେବେଳେ ଆସିବ? ତାପରେ ମିଠୁ ଶୁଆ ଆଉ ପାରା ଦି ଜଣ ଯାକ ଚଢେଇର ବାଟକୁ ଚାହିଁ ଖାଲି ଗେଟ୍ ଆଡକୁ ଅନଉଥିଲେ। ତାପରେ ସାନୁ କାଉ ସେମାନଙ୍କ ପାଖକୁ ଆସିଲା। ଆରେ ପାରା, ମିଠୁ, ତମେ ଦି ଜଣ ଏଠି କଣ କରୁଛ? ଖାଲି ଏପଟ ସେପଟ ହଉଛ, କଥା କଣ? ମୋ ପୁଅର ଜନ୍ମଦିନ, ଯାଅ ସମସ୍ତେ ନାଚ ମଉଜ କର, ମସ୍ତି କର, ତାପରେ କେକ୍ କାଟିବା। ହଁ ସାନୁ, କାହିଁକି ନୁହେଁ, ନାଚ ଗୀତ ତ ହବ। ହେଲେ ଆମେ ଖାଲି ଚଢେଇର ଅପେକ୍ଷା କରିଛୁ। ଚଢେଇ କେତେବେଳେ ଆସିବ କେଜାଣି, ଏ ପର୍ଯ୍ୟନ୍ତ ତ ଆସିଲାନି। ଆଉ ଚଢେଇରେ ଅପେକ୍ଷା କରିବା ଛାଡି ଦିଅ, କାରଣ ଆମେ ବା ଚଢେଇକୁ ନିମନ୍ତ୍ରଣ ଦେଇନୁ। ହେଲେ ରାନୁ, କଣ ପାଇଁ ଚଢେଇକୁ ତମେ ମାନେ କଣ ପାଇଁ ନିମନ୍ତ୍ରଣ ଦେଇନ? ହାଲୋ, ଗୋଟାଏ ଦିଟା ଛୁଆ ହେଇଥାନ୍ତା ହଁ ନିମନ୍ତ୍ରଣ ଦେଇଥାନ୍ତା, କିଛି ନାହିଁ। ହେଲେ ସେ ଚଢେଇର ପାଞ୍ଚଟା ଛୁଆ, ଏତେ ପରିବାର ପକ୍ଷୀ ମାନଙ୍କୁ ମୋର କିଏ ନିମନ୍ତ୍ରଣ ଦବଲ ମା? ରାନୁ କାଉର କଥା ସବୁ ପଡୋଶୀ ପକ୍ଷୀ ମାନେ ଶୁଣୁଥିଲେ। ବାଃ ରାନୁ ବାଃ, ତମର ଏତେ ଛୋଟ ଚିନ୍ତାଧାରା। ଏ କଥା ଶୁଣିକି ଏ ପାର୍ଟିରେ ମୋର ବି ରହିବାକୁ ଇଚ୍ଛା ନାହିଁ। ମୁଁ ଏ ପାର୍ଟି ଛାଡି ଏବେ ଚାଲି ଯାଉଛି। ତମର ଏ ଖାଇବା ମୋର ଦରକାର ନାହିଁ। ହଁ ପାରା, ମୁଁ ବି ଏବେ ଏଇଠୁ ଚାଲିଯିବି, କାଳେ ରାନୁର ସବୁ ଖାଇବା ସରିଯିବ। ଆରେ ମିଠୁ, ପାରା, ରୁହ, ମୁଁ ବି ତମ ସହିତ ଯିବି। ଆଙ୍କ ଖାଇବା ଯଦି ସରିଯିବ ମୁଁ ଏଠି ରହି କଣ କରିବି? ସବୁ ପକ୍ଷୀ ମାନେ ପାଟି ଛାଡି ସେଇଠାରୁ ଚାଲିଗଲେ। ରାନୁ କାଉ ବହୁତ ଲଜ୍ଜିତ ହେଲା। ରାନୁ, ସତ କହିବି ମତେ ବି ବହୁତ ଖରାପ ଲାଗିଥିଲା। ସବୁ ପକ୍ଷୀ ମାନଙ୍କୁ ଡାକିଲେ, ହେଲେ ଚଢେଇକୁ ଡାକିଲେନି। ଛାଡ, ଯାହା ହବା କଥା ହେଇଗଲା। ଯେତେ ସବୁ ଭୋଜି ଭାତ ହେଇଛି ଖା, ଏକୁଟିଆ ତୁ ଖା। ଆଉ ନେ, ଜଗୁକୁ ନେ, ତା ଜନ୍ମଦିନର କେକ୍ ବି ତୁ କାଟେ। ସାନୁ, ମୋର ବଡ ଭୁଲ ହେଇଯାଇଛି। ଚାଲ ଆମେ ଚଢେଇ ଘରକୁ ଯିବା, ଚଢେଇକୁ ଆଉ ତା ଛୁଆ ମାନଙ୍କୁ ସମସ୍ତଙ୍କୁ ଡାକି ଆଣିବା। ସାନୁ କାଉ ଆଉ ରାନୁ କାଉ ଚଢେଇ ଘରକୁ ଗଲେ। ବାକି ସବୁ ପକ୍ଷୀ ମାନେ ଚଢେଇ ଘରେ ହିଁ ଉପସ୍ଥିତ ଥିଲେ। ରାନୁ କାଉ ସେଇଠି ସବୁ ପକ୍ଷୀ ମାନଙ୍କୁ କ୍ଷମା ମାଗିଲା। ସାଙ୍ଗମାନେ, ମୋର ବଡ ଭୁଲ ହେଇଯାଇছিল। ଚଢେଇଲୋ, ମତେ କ୍ଷମା କରିଦେ। ମୁଁ ଆଜି ବୁଝିଲି, ଖୁସି ତ ମିଳିମିଶି ବାଣ୍ଟନ୍ତି। ଚଢେଇ, ତତେ ମୁଁ ନ ଡାକି ବଡ ଭୁଲ କରିଛି। ଚାଲ ସମସ୍ତେ ଚାଲ, ଭୋଜି ମିଶିକି ଖାଇବା, ଆଉ ଜଗୁର ଜନ୍ମଦିନ ମିଶିକି କେକ୍ କାଟିବା। ରାନୁ କାଉ କ୍ଷମା ମାଗୁଥିବାର ଦେଖି ସବୁ ପକ୍ଷୀ ମାନେ ରାନୁ କାଉକୁ କ୍ଷମା କରିଦେଲେ। ଆଉ ସମସ୍ତେ ରାନୁ କାଉ ଘରକୁ ଗଲେ। ଜଗୁର କେକ୍ ସମସ୍ତେ ମିଶିକି କାଟିଲେ, ଆଉ ଭୋଜି ଭାତ ସବୁ ପକ୍ଷୀ ମାନେ ମିଶିକି ଖାଇଲେ।